2011 ମସିହାରେ ଆମର ଜଗନ୍ନାଥ ମନ୍ଦିରର ଶୁଭ ଦିଆଯାଇଥିଲା ଏବଂ ତାହା ପୂର୍ଣ୍ଣାଙ୍ଗ ହେଲା 2019 ମସିହାରେ। नमस्कार, जय जगन्नाथ। स्वागत करुची आज नुआ और फ्रेश ब्लॉग को। सर्वप्रथम समस्त को शुभ सकाळ। झील आज मोबाइल बस टिके वीडियो को लाइक कर दियो। को लाइक झील को लाइक कर, लाइक शेयर सब्सक्राइब कहबे पार्टी टिके भले कले और लाइक शेयर सब्सक्राइब। सकाल सकाल मु गाधे पड़ी झील मो पाखे बसी कारण से माँ टे कम कर रखे दूनी से कार्टून देखा। तो झील कौन खाइल कौन खाइल तुम हाँ कौन खाइल कौन तो टे लाइक कर। तो बर्तमान आम जाऊँ कुशवट जगन्नाथ मंदिर टे बुलाबुली करके आसबू। तो चलतु बर्तमान जावा देखी आपण मानक कुशवट जगन्नाथ मंदिर कौन केमती। तो चलो बर्तमान जावा, लेट्स गो। फाइनाली आम आसी पहुँची गलु कुशवट जगन्नाथ मंदिर पाखापाखि देखिपे। जीवा भीतर को एंट्री करवा। जय जगन्नाथ। मो ना रसिक चंद्र जेना, मु जड़े अवसरप्राप्त प्रधान शिक्षक एवं जो आम कुशवट जगन्नाथ मंदिर उपदेष्टा कमिटर मुख्य। ये मंदिर ऐतिह्य संपर्क में कहवा गले 2011 मसीह आमर जगन्नाथ मंदिर शुभ दि जाइथिला एवं ताहा पूर्णांग है 2019 मसीह। 2019 मसीहा फेब्रुआरी मासरे 7 दिन व्यापी मंदिर प्रतिष्ठा और विग्रह प्रतिष्ठा यज्ञोत्सव पूरी पूजकों द्वारा आयोजित हो 2019 फेब्रुआरी मासरे आमर जो चतुर्धा मूर्ति सिंहासन आरोहण कले। से दिन ठारू से फेब्रुआरी मासरे आमर जगन्नाथ स्वनक्षत्र दिवस उपलक्षे एक गीता यज्ञ आयोजन करा जाए। प्राय 25-30 हजार लोक समागम होती एवं दिन 10 रु राति 10 पर्यंत सबु भक्त मानक पई आनंद बजार खोला जाए एवं प्रसादर व्यवस्था होता है। जेतेबेले 2019 मसीहा फेब्रुआरी मासरे ठाकुर गले आमर सिंहासन को ए मंदिर विशेषत्व समय मुझे कहबी जे प्राय जगन्नाथ मंदिर रे दारूर विग्रह तैयारी करी पूजक मानक द्वारा पूजा करा जाउछि। किंतु ये कुशवट जगन्नाथ मंदिर एक विशेषत्व होछि जे पुरीर सुभद्रांग बाड़ग्राही रामचंद्र प्रतिहारी विग्रह सिंहासन जीवार पूर्व दिन राति रे ए दारू विग्रह भितर ब्रह्म स्थापन करथिले, जहाँकि आम ए पाखआख अंचल कौन जगन्नाथ मंदिर करा जाई नाही, ब्रह्म स्थापन करा जाई नाही। यह मंदिर एक विशेषत्व। जेहेतु ब्रह्म स्थापन करा जाइछि तेणु पुरी मुक्ति मंडपर परामर्श अनुजाई एटी आमर मध्य नीतिकाती से अनुसार हुए। भोर 5टार मंगल आरती
6:30 ବାଲ୍ୟଭୋଗ, 7ଟାରେ ସକାଳ ଆଳତି, 10ଟା ବେଳେ ଅବକାଶ, 1 ବେଳେ ଅନ୍ନପ୍ରସାଦ ନୀତି କରାଯାଇ ଠାକୁରଙ୍କର ପୌଢ଼ କରାଯାଏ। 4ଟା ବେଳେ ପୌଢ଼ ଖୋଲାଯାଏ। ପୁଣି ସନ୍ଧ୍ୟା 6:30ରେ ବାଲ୍ୟଭୋଗ ଏବଂ 7ଟାରେ ସନ୍ଧ୍ୟା ଆଳତି ଏବଂ 9ଟାରେ ଅବକାଶ ନୀତି କରାଯାଇ ଠାକୁରଙ୍କ ପହଡ଼ କରାଯାଏ। ଏଇଟା ମୁକ୍ତିମଣ୍ଡପ ନିର୍ଦ୍ଦେଶ ଅନୁସାରେ, କାହିଁକିନା ସେମାନେ କହିଥିଲେ ଯଦି ବ୍ରହ୍ମସ୍ଥାପନ ଆପଣ କରିବେ ତାହେଲେ ଏଇ ନୀତି ନିୟମରେ ଆପଣଙ୍କୁ ମାନିବାକୁ ପଡ଼ିବ, ନହେଲେ ଆପଣଙ୍କ ଲାଭ ଅପେକ୍ଷା କ୍ଷତି ହେବ। ତେଣୁ ଆମ କମିଟି ନିଷ୍ପତ୍ତି ଅନୁସାରେ ଆମେ ସେହି ଅନୁସାରେ ନୀତିକାନ୍ତି ମଧ୍ୟ କରୁଛୁ ପ୍ରତିଦିନ। ଆଉ ଗୋଟେ କଥା ହେଲା, ଏ ମନ୍ଦିରରେ ପ୍ରାୟ ଯେତେ ଅର୍ଥ ବିନିଯୋଗ କରାଯାଇଛି, ଆମ ଗ୍ରାମର ମୋର ଜଣେ ହିସାବରେ ସାନ ଭାଇ ଏବଂ ମୋର ଛାତ୍ର ମଧ୍ୟ, ନାଁ ହେଉଛି କୁଳମଣି ପଣ୍ଡା, ଯିଏକି ରାଉରକେଲାରେ ଜଣେ ବଡ଼ ବ୍ୟବସାୟୀ, ସମ୍ପୂର୍ଣ୍ଣ ଅର୍ଥ ପ୍ରାୟ ପାଖାପାଖି 1 କୋଟି ଟଙ୍କା ଖର୍ଚ୍ଚ ସେହି ମନ୍ଦିର ପାଇଁ କରିଛନ୍ତି। ଅନ୍ୟମାନେ ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ମୁଁ ଏ ମନ୍ଦିର ନିର୍ମାଣ କରିବି, ଯଦି କିଏ ମୋତେ 5 ଟଙ୍କା ଦାନ କରେ ମୁଁ କାହାକୁ ମନା କରିବି ନାହିଁ, କି ଚାନ୍ଦା ମୁଁ କାହାଠୁ 5 ଟଙ୍କା ମାଗିବି ନାହିଁ। କେବଳ ସହଯୋଗ ମୋର ଆବଶ୍ୟକ, କାରଣ ସମସ୍ତଙ୍କ ସହଯୋଗ ନହେଲେ ଏ ମନ୍ଦିର ପରିଚାଳନା କରିହେବ ନାହିଁ। କିନ୍ତୁ ମୁଁ ଅର୍ଥ ବିନିଯୋଗ କରିବା ପାଇଁ ରାଜି ଅଛି। ସେଇଦିନୁ ଯଦି କିଏ ଖୁସିରେ 5,000 3,000 ଦେଇଛି ସିଏ ଗ୍ରହଣ କରିଛି, କିନ୍ତୁ ସିଏ କାହାକୁ ଦିନେ ମାଗି ନାହିଁ। ତେଣୁ ମୁଁ ଯେହେତୁ ମନ୍ଦିରର ଏଇସବୁ ବାବଦରେ ମୁଁ ସବୁବେଳେ ସଂଶ୍ଳିଷ୍ଟ ଅଛି, ତେଣୁ ମୁଁ ଜାଣିବାରେ ପ୍ରାୟ ପାଖାପାଖି 1 କୋଟି ଟଙ୍କା ସେ ନିଜ ହାତରୁ ଖର୍ଚ୍ଚ କରିକି ମନ୍ଦିର କରିଛି। ବର୍ତ୍ତମାନ ଏଇଟା ଆମର ମଧ୍ୟ ଗୋଟେ ଗ୍ରାମସ୍ତରୀୟ କମିଟି ଅଛି, ଆଉ ଗୋଟେ ପଞ୍ଚାୟତ ସ୍ତରୀୟ କମିଟି ଅଛି, ଆଉ ଗୋଟେ ଆମ ବଡ଼ି ବ୍ଲକ ସ୍ତରୀୟ କମିଟି ମଧ୍ୟ ଅଛି। 3ଟା କମିଟି ଅଛି, ଆଉ ଗୋଟେ ଉପଦେଷ୍ଟା କମିଟି ମଧ୍ୟ ଅଛି। ତେଣୁ ଏ ସବୁ କମିଟିର ବିଭିନ୍ନ ସମୟରେ ବୈଠକ ଡକାଯାଇ କରାଯାଏ। ଧର ଆମର ରଥଯାତ୍ରାରେ ଆମର 3 ରଥ ଚାଲେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା 3 ରଥ ଚାଲେ। ତେଣୁ ଏଇସବୁ କାର୍ଯ୍ୟକ୍ରମ, ରଥଯାତ୍ରା ହେଲା, ସ୍ନାନ ପୂର୍ଣ୍ଣିମା ହେଲା, ସୌନକ୍ଷେତ୍ର ଯଜ୍ଞ ହେଲା, ଏଇଟା ସବୁ କେମିତି ସୁଚାରୁ ରୂପେ ପରିଚାଳନା ହୋଇପାରିବ, ଯେହେତୁ 20-30 ହଜାର ଲୋକର ସମାଗମ ହେଉଛି, ତେଣୁ ଆମର ଗ୍ରାମ୍ୟ କମିଟି ଡକାଯାଏ, ତାପରେ ପଞ୍ଚାୟତ ସ୍ତରୀୟ କମିଟି ମଧ୍ୟ ଡକାଯାଏ, ବ୍ଲକ ସ୍ତରୀୟ କମିଟି ଡକା ହେଇକି ମିଟିଂ କରିକି ଆମେ ଶାନ୍ତି ଶୃଙ୍ଖଳା ଭାବରେ ଏସବୁ ଆମର ମଧ୍ୟ ସମ୍ପାଦନ କରାଯାଉଛି। ଭକ୍ତମାନେ ମଧ୍ୟ ଆମ ଏ ଅଞ୍ଚଳର ବହୁ ଭକ୍ତ ବିଭିନ୍ନ ମାନସିକ ନେଇ ଏ ମନ୍ଦିରକୁ ଆସିଛନ୍ତି। ଜଗନ୍ନାଥ ମନ୍ଦିରରେ ସେମାନେ ମାନସିକ କରିକି ଯାଇଛନ୍ତି। ତାଙ୍କ କହିବା ଅନୁସାରେ ତାଙ୍କର ମଧ୍ୟ ବହୁ ମାନସିକ ପୂରଣ ହୋଇଛି। ତେଣୁ ଯେହେତୁ ଏ ବ୍ରହ୍ମ ପ୍ରତିଷ୍ଠା ହେଇଛି, ଏ ମାନେ ଜୀବନ୍ତ ପ୍ରତିମା, ତେଣୁ ବହୁତ ଭକ୍ତଙ୍କର ଏ ମନବାଚ୍ଛା ପୂରଣ କରିଛନ୍ତି। ତେଣୁ ଆମେ ତ ଗାଁ ଲୋକ, ଆମେ ସଂଶ୍ଳିଷ୍ଟ, ଆମର ଯାହା ମନବାଚ୍ଛା ପୂର୍ଣ୍ଣ ହୋଇଛି ତ ଅଲଗା କଥା। ତେଣୁ ଆମର ବି ସେ ବିଶ୍ୱାସ ବଢ଼ିଯାଇଛି ଠାକୁରଙ୍କ ଉପରେ, କିନ୍ତୁ ଆମ ଅଞ୍ଚଳର ବହୁ ଭକ୍ତ ମଧ୍ୟ ଏଇଟା କରିଛନ୍ତି। ତେଣୁ ଏଇଭଳି ଭାବରେ ଆମର ଚାଲିଛି। ପ୍ରତିଦିନ ଆମର ଯେଉଁ ନୀତି ହେଉଛି, ଯେ ଆମର ସକାଳ ମଙ୍ଗଳ ଆଳତି ପାଖରୁ ଆରମ୍ଭ କରି ପୁଣି ରାତି ପହୁଡ଼ ପର୍ଯ୍ୟନ୍ତ, ତେଣୁ ଏଇଟା ବହୁ ଲୋକ, ଆମ ଏଇ ଅଞ୍ଚଳର ବହୁ ଲୋକ, ସେମାନେ ମଧ୍ୟ ଗୋଟେ ଦିନର ନୀତି ଦେଉଛନ୍ତି। ତାଙ୍କର ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ ତାଙ୍କରି ନାଁ ଗୋତ୍ରରେ ଗୋଟେ ଦିନର ମଧ୍ୟ ପୂଜା କରାଯାଉଛି। ତାଙ୍କର ସକାଳେ ବାଲ୍ୟଭୋଗଠୁ ଆରମ୍ଭ କରି ମଧ୍ୟାହ୍ନ ନୀତି, ରାତି ନୀତି ସବୁ ତାଙ୍କ ନାମ ଗୋତ୍ରରେ ସମର୍ପଣ କରାଯାଉଛି। ତେଣୁ ଗୋଟିଏ ଦିନର ନୀତି ପାଇଁ ଆମର କମିଟିର ସିଦ୍ଧାନ୍ତ ଅନୁସାରେ ଆମେ 1,500 ଟଙ୍କା ନେଉଛୁ ଜଣେ ଭକ୍ତଙ୍କ ଠାରୁ, ଏବଂ ସେଥିରେ ତାଙ୍କୁ 7-8ଟି ପ୍ରସାଦ ମଧ୍ୟ ଆମେ ଦେଉଛୁ, ଏବଂ ତାଙ୍କର ଗୋଟିଏ ଦିନର ନୀତିକାନ୍ତି ମଧ୍ୟ ହେଉଛି। ଏଇଭଳି ପ୍ରାୟ ବହୁ ହେଉଛି। ଯେଉଁଦିନ ନୀତି ନାହିଁ, ତେଣୁ ସେଇଟା ଆମ ଫଣ୍ଡରୁ ଆମେ ଖର୍ଚ୍ଚ କରିକି ଏ ନୀତିକାନ୍ତି କରୁଛୁ। କିନ୍ତୁ ପ୍ରାୟ ମାସରେ 15 ଦିନ 20 ଦିନ ଆମର ଭକ୍ତଙ୍କ ପଇସାରେ ହେଉଛି। ଆଉ ମାସରେ ପ୍ରାୟ କେଉଁ ମାସରେ 10 ଦିନ, କେଉଁ ମାସରେ 15 ଦିନ ଆମ କମିଟି ଖର୍ଚ୍ଚ କରିକି ଏ ନୀତି କରୁଛୁ। ଏଇ ହେଉଛି କଥା। ଆଉ ତେଣୁ ମାନେ ବହୁ ଭକ୍ତମାନେ ଏଠି ଯେହେତୁ ବ୍ରହ୍ମ ସ୍ଥାପନ କରାଯାଇଛି ଏବଂ ଜୀବନ୍ତ ପ୍ରତିମା, ତେଣୁ ଏହି ଅଞ୍ଚଳର ବହୁ ଭକ୍ତମାନେ ଆସିକି ରୁଣ୍ଡ ହେଉଛନ୍ତି। ତେଣୁ ସେମାନଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେଉଛି।
ତେଣୁ ମୁଁ ଏତିକି କହିକି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଚାଲନ୍ତୁ ଦେଖିପାରୁଥିବେ ବହୁତ ସୁନ୍ଦର ରହିଛି ମନ୍ଦିର। ଏ ମନ୍ଦିର ହେଉଛି ଲକ୍ଷ୍ମୀଙ୍କ ମନ୍ଦିର ଦେଖିପାରୁଥିବେ। ତ ଏପଟରେ ଦୁଇଟା ହାତୀ ରହିଛନ୍ତି। ତ ଏପଟରେ ଆପଣମାନଙ୍କୁ ଦେଖାଉଛି ସବୁ। ଏଠି ମା ତାରିଣୀ ରହିଛନ୍ତି। ଜଗନ୍ନାଥଙ୍କ ମହାପ୍ରସାଦ ଆମର ଏଇଠି ହେଉଛି ରୋଷେଇ। ତ ଦେଖିପାରୁଥିବେ ଚତୁଃପାର୍ଶ୍ୱ ଏମିତି ହିଁ ରହିଛି। ओके वीडियो को ये शेष करवा। जदि आम वीडियो भल लगे ताहले लाइक शेयर सब्सक्राइब करूँ। आउ नेक्स्ट वीडियो को अपेक्षा करूँ। रही बाय बाय।